ନମସ୍କାର ବନ୍ଧୁ, ସ୍ୱାଗତମ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ କର୍ଣ୍ଣ ଲକ୍ଷଣ କହିବା, ଆଉ ଏଇ ଅଧ୍ୟାୟରେ ଜାଣିବା ପୁରୁଷ ଓ ସ୍ତ୍ରୀ ଦାନ୍ତମାନଙ୍କର ଲକ୍ଷଣ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆରମ୍ଭ କରିବା ଆଜିର ଏଇ ଅଧ୍ୟାୟକୁ। ଆଜିର ଏଇ ଅଧ୍ୟାୟରେ ଅଛି ପୁରୁଷ ଓ ସ୍ତ୍ରୀ ଦାନ୍ତମାନଙ୍କର ଲକ୍ଷଣ। ଯାହାଙ୍କର କଥା କହୁଥିବା ସମୟରେ ଦାନ୍ତଗୁଡ଼ିକ ବାହାରକୁ ପ୍ରକାଶିତ ହୁଏ, ସେମାନେ ସରଳ ସୁଖୀ ମନୁଷ୍ୟ ଭାବରେ ପରିଗଣିତ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ସମସ୍ତ 32 ଦାନ୍ତ ସଦା ସର୍ବଦା ପରିଷ୍କାର ମୋତି ସମ ଚକଚକ କରୁଥାଏ, ସେମାନେ ସୁଲକ୍ଷଣା ପରିବାରକୁ ସୁଖରେ ପାଳନ୍ତି, ଆଉ ମଧ୍ୟ ଲୋକପ୍ରିୟ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ହସିବା ସମୟରେ 32 ଦାନ୍ତ ପଦାକୁ ବାହାରି ଆସେ, ସେମାନେ ପରଦ୍ୱାରା ନିଜର ସମସ୍ତ କାର୍ଯ୍ୟକୁ ହାସଲ କରିଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ଦାନ୍ତ ଚିପା କଥା, ସେମାନେ ମତଲବୀ ପ୍ରକୃତିର ଲୋକ, ସମସ୍ତ କାର୍ଯ୍ୟ ପରଦ୍ୱାରା ମାଗଣାରେ କରାଇ ନେବାରେ ସେମାନେ ସିଦ୍ଧହସ୍ତ। ତ ଆଗକୁ ଯିବା। ଯାହାଙ୍କର ଦାନ୍ତ ଉପରେ ଦାନ୍ତ ଥାଏ, ସେମାନେ ସଂସାରରେ ସୁଖୀ ତଥା ଭାଗ୍ୟଶାଳୀ ଭାବରେ ପରିଚିତ ହୋଇଥାନ୍ତି। ତ ଆଗକୁ ଯିବା। ଯାହାଙ୍କର ସୁଖର ଉପର ଅଂଶରେ 2 ଦାନ୍ତ ବଡ଼, ସେମାନେ ବହୁ ସୁଖୀ, ବହୁ ଧନର ମାଲିକ ହୋଇପାରନ୍ତି। ତ ଆଗକୁ ଯିବା। ଯାହାଙ୍କର ଦାନ୍ତ ସବୁ ବୃହତ ଆକାର, ସେମାନେ ସଦାସର୍ବଦା ଦୁରାରୋଗ ଭୋଗ କରିଥାନ୍ତି। ତ ଆଗକୁ ଯିବା। ଯେଉଁ ସ୍ତ୍ରୀ ଲୋକମାନଙ୍କର ଦାନ୍ତ ଅସମାନ, ଅସୁନ୍ଦର ଓ ଦାନ୍ତର କଳା ଦାଗ ଦେଖାଯାଏ, ସେପରି ସ୍ତ୍ରୀମାନଙ୍କୁ ଦୁଶ୍ଚରିତ୍ର ଭାବରେ ପରିଗଣିତ କରାଯାଏ। ତ ଆଗକୁ ଯିବା। ଯାହାଙ୍କର ଦାନ୍ତ 2 ଧାଡ଼ିରୁ ତଳଭାଗରେ ଅଧିକ ଥାଏ, ସେମାନେ ମାତୃ ସୁଖ ଭୋଗ କରିପାରନ୍ତି ନାହିଁ। ତ ଆଗକୁ ଯିବା। ଯେଉଁ ମହିଳାମାନଙ୍କର ଦାନ୍ତ କ୍ଷୁଦ୍ର ଓ ମୋଟା, ସେମାନେ ସଦା ସୁଖ ଜୀବନ ଯାପନ କରିଥାନ୍ତି। ତ ବନ୍ଧୁ, ଆଜି ଆମେ ଏହି ଅଧ୍ୟାୟରେ ଜାଣିଲେ ପୁରୁଷ ଓ ସ୍ତ୍ରୀ ଦାନ୍ତମାନଙ୍କ ଲକ୍ଷଣ। ଆଜି ପାଇଁ ଏତିକି। ଆମେ ଆଗାମୀ ଭିଡ଼ିଓରେ ଜାଣିବା ଓଠମାନଙ୍କର ଲକ୍ଷଣ କହିବା ସ୍ତ୍ରୀ। ଆଗାମୀ ଭିଡ଼ିଓରେ ଆମେ ଜାଣିବା ଓଠମାନଙ୍କର ଲକ୍ଷଣ କହିବା ସ୍ତ୍ରୀ। ତ ସେହି ପର୍ଯ୍ୟନ୍ତ ନମସ୍କାର।